ଘରେ 12 ମାସରେ 13 ପର୍ବ ପାଳନ କରାଯାଏ ବୋଲି କୁହାଯାଏ। ବର୍ଷ ସାରା ପାଳନ କରାଯାଉଥିବା ସବୁ ପର୍ବର ଭିନ୍ନ ଭିନ୍ନ ବିଧିବିଧାନ ଓ ଐତିହାସିକ ପୃଷ୍ଠଭୂମି ରହିଛି। ସେହିଭଳି ଆମ ଓଡ଼ିଆ ଘରେ ପାଳିତ ହେଉଥିବା ଗୋଟିଏ ପର୍ବ ହେଉଛି ଦ୍ୱିତୀୟା ଓଷା ବା ଦୂତୀ ବାହନ ଓଷା। ଏହି ପର୍ବଟି ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମ ତିଥି ଅର୍ଥାତ୍ ମୂଳାଷ୍ଟମୀରେ ପାଳନ କରାଯାଇଥାଏ। ଏଥିରେ ସୂର୍ଯ୍ୟଙ୍କ ପୁତ୍ର ଜିମୁତ ବାହନକୁ ପୂଜା କରାଯାଇଥାଏ। ଦ୍ୱିତୀୟା ଓଷା ସନ୍ତାନର ମଙ୍ଗଳ ପାଇଁ ଓ ସନ୍ତାନ ନଥିବା ମହିଳାମାନେ ସନ୍ତାନ ପ୍ରାପ୍ତି ପାଇଁ କରିଥାନ୍ତି। କେବଳ ସଧବା ନାରୀମାନେ ଏହି ଓଷା କରିଥାନ୍ତି। ପୂଜାର ପୂର୍ବଦିନ ଏକ ବାର ହୋଇଥାଏ। ସେହିଦିନ ଓଷେଇତିମାନେ ଲେଉଟିଆ ଶାଗକୁ ଛାଡ଼ି ଅନ୍ୟ ସମସ୍ତ ପନିପରିବା କାଟି ପ୍ରସ୍ତୁତ କରିଥାନ୍ତି। ଏହାସହ 108 ଅରୁଆ ଚାଉଳ, 108 ଦୁବ ଓ 21 ପ୍ରକାରର ଫଳ ଓ ପନିପରିବା ଆଣି ସନ୍ଧ୍ୟାରେ ପୋଖରୀ କିମ୍ବା ନଦୀକୁ ସ୍ନାନ କରିବାକୁ ଯାଇଥାନ୍ତି। ସେଠାରେ ତୁଠ ଭଲ ଭାବେ ସଫା କରି ଶିଆଳ ଅବା ଚିଲର ଚିତ୍ର ଆଙ୍କି ଅବନା ରଙ୍ଗ କାଠି 2 ଖଣ୍ଡ ଅର୍ପଣ କରି ଗଙ୍ଗା ମାତା, ଦୂତୀ ବାହନ, ସୂର୍ଯ୍ୟଦେବ ଆଦିଙ୍କୁ ପ୍ରଣତି କରି ଘରକୁ ଫେରିଥାନ୍ତି। ଦ୍ୱିତୀୟା ଓଷା ହେଉଛି ଓଡ଼ିଶାର ଏକ ପାରମ୍ପରିକ ପର୍ବ। ଦୂତୀ ବାହନକୁ ପୂଜା କଲେ ଅପୁତ୍ରିକ ନାରୀ ପୁତ୍ର ଲାଭ କରିଥାଏ। ବିଧବା ବ୍ରାହ୍ମଣୀଙ୍କ ଗର୍ଭରୁ ଜନ୍ମିତ ସୂର୍ଯ୍ୟଦେବତାଙ୍କ ପୁତ୍ର ଅଟନ୍ତି ଦୂତୀ ବାହନ। ଏହି ଦ୍ୱିତୀୟା ଓଷା ଦିନ ମହିଳାମାନେ ନିର୍ଜଳା ଉପବାସ କରି ପୁଅମାନଙ୍କ ମଙ୍ଗଳ କାମନା କରି ଏହି ଓଷା କରିଥାନ୍ତି। କେବଳ ଏତିକି ନୁହେଁ, ଦ୍ୱିତୀୟା ଓଷା ଦିନ ବିବାହିତା ମହିଳାଙ୍କ ଘରକୁ ପରିବା ଭାର ଯିବାର ବିଧି ରହିଛି। ପ୍ରତ୍ୟେକ ଓଡ଼ିଆ ଘରେ ଏହି ପର୍ବ ପାଳନ ହେବା ସହ ଘାଣ୍ଟ ତରକାରୀର ଏକ ସ୍ୱତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଇଷ୍ଟଦେବୀ ଏବଂ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଅର୍ପଣ କରାଯାଇଥାଏ। ଓଷା ପରଦିନ ସବୁ ପରିବା ମିଶାଇ ଘାଣ୍ଟ ତରକାରୀ ରାନ୍ଧି ବନ୍ଧୁବାନ୍ଧବଙ୍କ ମଧ୍ୟରେ ବାଣ୍ଟିବାର ପ୍ରଥା ଓଡ଼ିଶାରେ ଚଳି ଆସୁଛି। ଏହା ଦ୍ୱିତୀୟା ଓଷାର ଘାଣ୍ଟ ତରକାରୀ ରୂପେ ପ୍ରସିଦ୍ଧ। ପରମ୍ପରା ଅନୁଯାୟୀ କଦଳୀ, ବୁଢ଼ା କାକୁଡ଼ି, ଜହ୍ନି, କଖାରୁ, ସାରୁ, ଓଉ, କନ୍ଦମୂଳ, ନଡ଼ିଆ, ମୁଗ, ସୋଲା, କାଙ୍କଡ଼ ଆଦି ପନିପରିବା ପଡ଼ି ଘାଣ୍ଟ ହୁଏ। ବାଇଗଣ ଠାରୁ ଆରମ୍ଭ କରି ବିନ୍, ଗାଜର, ମାଟିଆଳୁ, ସାରୁ, ଅମୃତଭଣ୍ଡା, ପାଣି କଖାରୁ, କାଙ୍କଣ, ଗ୍ରୀନ୍ ମଟର ପର୍ଯ୍ୟନ୍ତ ସବୁ ପରିବା ଦରକାର। ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଏହି ଘାଣ୍ଟ ତରକାରୀର ସ୍ୱତନ୍ତ୍ର ମହକ ଥାଏ। ଘାଣ୍ଟ ପ୍ରସ୍ତୁତ ହେବା ପରେ ଦୂତୀ ବାହନକୁ ଭୋଗ ଦିଆଯାଏ। ଏହାପରେ ବନ୍ଧୁବାନ୍ଧବ ତଥା ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଘାଣ୍ଟ ତରକାରୀର ମଜା ନେଇଥାନ୍ତି। ବାଡ଼ିରେ ପ୍ରଚୁର ଫଳୁଥିବା ବର୍ଷାଦିନିଆ ପରିବା ବନ୍ଧୁବାନ୍ଧବରେ ଦିଆନିଆ ହୁଏ। ଦୂର ଦୂରାନ୍ତରେ ରହୁଥିବା ନିଜର ବିବାହିତା ଝିଅର ଘରେ ପରିବା ପୁଞ୍ଜେ ଥୋଇଦେଇ ଖାଇବା ପିଇବା କଥା ବୁଝି ଆସନ୍ତି ବାପା। ସ୍ୱାସ୍ଥ୍ୟ ସଚେତନ ହେବା ଏହି ଓଷାର ମୂଳ ଉଦ୍ଦେଶ୍ୟ। ସୁସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଋତୁର ଜାତି ଜାତିର ପନିପରିବା ଦୈନିକ ଅଭ୍ୟାସରେ ଖାଇବା ପାଇଁ ପରାମର୍ଶ ଦିଆଯାଏ। ଓଡ଼ିଶାରେ ଆମର ପ୍ରଧାନ ଖାଦ୍ୟ ଏବଂ ଓଡ଼ିଆ ପ୍ରଥମ ପସନ୍ଦ ହେଉଛି ଭାତ। ପନିପରିବା ସବୁ ପ୍ରକାର ମିଳୁଥିବା ହେତୁ ଅଧିକାଂଶ ସୁସ୍ୱାଦୁ ଅନ୍ନ ବ୍ୟଞ୍ଜନରେ ପନିପରିବା ହିଁ ପ୍ରଧାନ ଜାଗା ଅକ୍ତିଆର କରିଥାନ୍ତି। ଘାଣ୍ଟ ତରକାରୀ ଦିବସଟି ଏହି ମହତ୍ ଉଦ୍ଦେଶ୍ୟକୁ ସତେ ଯେପରି ସତେଜ କରିଥାଏ। ଘାଣ୍ଟ ତରକାରୀରେ ପଡ଼ୁଥିବା କେତୋଟି ପନିପରିବା ଏବଂ ତାହାର କିଛି ସ୍ୱାସ୍ଥ୍ୟ ଉପକାରିତା ଆମେ ଉପସ୍ଥାପନ କରୁଛୁ। କେବଳ ଡାଲମା କିମ୍ବା କୌଣସି ନିର୍ଦ୍ଦିଷ୍ଟ ତରକାରୀ ଲାଗି ହିଁ କଖାରୁ ବ୍ୟବହାର କରାଯାଇଥାଏ। ହେଲେ ଆପଣ ଜାଣନ୍ତି କି ଏହା ଏଭଳି ଏକ ପରିବା ଯେଉଁଥିରେ ଲୌହ, ଜିଙ୍କ, ପୋଟାସିୟମ୍, ମାଗ୍ନେସିୟମ୍ ଏବଂ ଫାଇବର ଭଳି ଅନେକ ପୋଷକ ତତ୍ତ୍ୱ ଭରି ରହିଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ବ୍ୟୁରୋ ରିପୋର୍ଟ, DTV ଓଡ଼ିଆ। DTV ଓଡ଼ିଆ ଦେଖିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।